प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ପ୍ରେମ ନମସ୍କାର ଜ୍ଞାପନ କରୁଅଛି। आम्भेମାନେ ନୂତନ ମାସର ଦ୍ୱିତୀୟ ଦିବସରେ ଆସି ପହଞ୍ଚିଅଛୁ। ଚିନ୍ତା କରିଲେ ଦିନ କେତେ ଶୀଘ୍ର ଅତିକ୍ରମ ହୋଇଯାଉଛି। ଏପରି ମନେ ହେଉଅଛି ଆମ୍ଭେମାନେ ଏବେ ହିଁ ଜାନୁଆରୀ ମାସକୁ ଆରମ୍ଭ କରିଥିଲୁ, କିନ୍ତୁ ଦେଖିଲା ବେଳକୁ ଅଧା ବର୍ଷ ଅତିକ୍ରମ ହୋଇସାରିଲାଣି। ଯେପରି ଗୋଟିଏ ଗୋଟିଏ ଦିନ ଅତି କ୍ଷିପ୍ର ଭାବରେ ଅତିକ୍ରମ ହୋଇଯାଉଅଛି, ବିତି ଯାଉଅଛି, ଆମେମାନେ ମନେ ରଖିବା ଆବଶ୍ୟକ ଅଟେ ଯେ ପ୍ରଭୁ ଯୀଶୁଙ୍କ ଦ୍ୱିତୀୟ ଆଗମନ ମଧ୍ୟ ଅଥବା ଅନ୍ୟ ପ୍ରକାରେ ଜଗତର ଶେଷ ସମୟ ଅତି ନିକଟତର ହେବାକୁ ଗଲାଣି। ଏଣୁ ଆମ୍ଭେମାନେ ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନ କରି ଈଶ୍ୱରଙ୍କ ବାକ୍ୟାନୁସାରେ ଆପଣା ଜୀବନକୁ ସଜାଡ଼ିବା ଦରକାର। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଯେହେତୁ ଦୁନିଆର ଅନ୍ତ ଜଗତର ଶେଷ ସମୟ ଅତି ନିକଟତର ହୋଇଅଛି, ତେବେ ଆଜି ପରମେଶ୍ୱରଙ୍କ ବାକ୍ୟ ଆମ୍ଭମାନଙ୍କ ପାଇଁ କ'ଣ? ଆସନ୍ତୁ ଆମ୍ଭେମାନେ ତାହା ପାଠ କରିବା। ଗୀତ ସଂହିତା 37 ଅଧ୍ୟାୟର 19 ପଦରେ ଲେଖାଯାଏ, ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ, ପୁଣି ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ। ଆଜି ପରମେଶ୍ୱର ଆମ୍ଭମାନଙ୍କୁ ଏହା କହୁଅଛନ୍ତି, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ବିପଦ ସମୟରେ ସେ ଆମ୍ଭମାନଙ୍କୁ ଲଜ୍ଜିତ ହେବା ନିମନ୍ତେ କେବେ ମଧ୍ୟ ଦେବେ ନାହିଁ। ପୁଣି ଦୁର୍ଭିକ୍ଷ ସମୟରେ ସେ ଆମ୍ଭମାନଙ୍କୁ ନିଶ୍ଚୟ ପରିତୃପ୍ତ କରିବେ। ଏହା ଈଶ୍ୱରଙ୍କ ବାଣୀ ଆମ୍ଭମାନଙ୍କ ପାଇଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମ୍ଭମାନଙ୍କ ଜୀବନର ଯାତ୍ରାରେ ଆମ୍ଭେମାନେ ଆଗକୁ ବଢ଼ିବା ବେଳେ ନିଶ୍ଚୟ ଅନେକ ସମୟରେ ବିପଦ ଆପଦ ଆମ୍ଭମାନଙ୍କ ଜୀବନରେ ଆସିଥାଏ, ଆମମାନଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ପରମେଶ୍ୱର ଆମ୍ଭମାନଙ୍କ ଭରସା ଦେଇ କହୁଅଛନ୍ତି, ସେ ଆମ୍ଭମାନଙ୍କୁ ସେହିପରି ଦୁର୍ଭିକ୍ଷ ସମୟରେ ବିପଦ ସମୟରେ ଲଜ୍ଜିତ ହେବା ପାଇଁ କୌଣସି ପ୍ରକାର ଦେବେ ନାହିଁ। ଏଣୁ ଆମ୍ଭେମାନେ ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଆଉଜି ପଡ଼ିବା ଦରକାର, ଯେ ଆମ୍ଭମାନଙ୍କର ସମସ୍ତ ଭାର ବୋଝ ବହନ କରିପାରନ୍ତି। ଏପରି ପରମେଶ୍ୱର ଆମ୍ଭମାନଙ୍କୁ ଆଜି କଥା ଦେଉଛନ୍ତି। ସେ ଆମ୍ଭମାନଙ୍କ ଆପଦ ଏବଂ ବିପଦ କଷ୍ଟ ଯନ୍ତ୍ରଣା ସମୟରେ ଆମମାନଙ୍କୁ କଦାପି ନିରାଶ ହେବାକୁ ଦେବେ ନାହିଁ। ଆମମାନଙ୍କୁ ଲଜ୍ଜିତ ହେବା ପାଇଁ ସେ ଛାଡ଼ିଦେବେ ନାହିଁ। ପୁଣି ସେ କହୁଛନ୍ତି, ଦୁର୍ଭିକ୍ଷ ବେଳେ ମଧ୍ୟ ସେ ଆମମାନଙ୍କୁ ପରିତୃପ୍ତ କରିବାର କେତେ ଆଶ୍ୱାସନାର ବାକ୍ୟ, ସାନ୍ତ୍ୱନାର ବାଣୀ ସେ ପ୍ରଦାନ କରୁଛନ୍ତି। ପରମେଶ୍ୱରଙ୍କୁ ଆମ୍ଭେମାନେ ଯଦି ବୁଝିବା, ପରମେଶ୍ୱରଙ୍କୁ ଯଦି ଆମ୍ଭେମାନେ ଜାଣିବା ଯେ ସେ ଆମ୍ଭମାନଙ୍କୁ ସର୍ବଦା ପରିତୃପ୍ତ ଏକ ସନ୍ତୁଷ୍ଟି ଅବସ୍ଥାରେ ଦେଖିବା ପାଇଁ ଚାହାନ୍ତି, ତେବେ ଆମ୍ଭେମାନେ କେତେ କ'ଣ ଅବସ୍ଥା ଆମମାନଙ୍କର ହେଉନା କାହିଁକି, ଆମମାନଙ୍କୁ କେତେ ବିପଦ ଆସୁନା କାହିଁକି, ଆମ୍ଭେମାନେ କଦାପି କୌଣସି ବିପଦକୁ ଦେଖି ଭୟଭୀତ ହେବା ନାହିଁ। କିନ୍ତୁ ଆମ୍ଭେମାନେ ପରମେଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭରସା ରଖି ସେ ଯେ ଆମମାନଙ୍କୁ ପ୍ରତିଜ୍ଞା କରିଛନ୍ତି, ପୁଣି ତାହାଙ୍କ ପ୍ରତିଜ୍ଞା ସାଧନ କରିବା ପାଇଁ ସେ ଆଜି ମଧ୍ୟ ସକ୍ଷମ ଅଟନ୍ତି, ଏହା ଆମ୍ଭେମାନେ ନିଶ୍ଚୟ ଆପଣା ଜୀବନରେ ଦେଖିପାରିବା, ଅନୁଭବ କରିପାରିବା। ଏଣୁ ମୋ ପ୍ରିୟ ଭାଇ ଭଉଣୀମାନେ, ଆପଣମାନଙ୍କ ପରିସ୍ଥିତିକୁ ଆପଣମାନେ ଜମା ଅନାନ୍ତୁ ନାହିଁ, ବରଂ ଯେ ସବୁ କିଛି ସାଧନ କରିପାରନ୍ତି ତାଙ୍କ ଆଡ଼କୁ ଦୃଷ୍ଟି କରନ୍ତୁ। ତେବେ କ'ଣ ଆଜି ଆମେମାନେ ପରମେଶ୍ୱରଙ୍କୁ କହିବା, ପ୍ରିୟ ପିତା ପରମେଶ୍ୱର ପ୍ରଭୁ, ତୁମର ସମସ୍ତ କାର୍ଯ୍ୟ ପାଇଁ ମୁଁ ଧନ୍ୟବାଦ ଦେଉଛି। ଏହି ବାକ୍ୟକୁ ମୋ ଜୀବନରେ, ମୋ ପରିବାରରେ ଆମେ ସମସ୍ତେ ଯେପରି ଅନୁଭବ କରିପାରିବୁ, ଏଥିପାଇଁ ତୁମେ କୃପା କର ବୋଲି ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି ପିତା। ଆମେନ୍, ଆମେନ୍।